ତ ଦର୍ଶକ ବନ୍ଧୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ରାଜ୍ୟର ସମସ୍ତ ଲୋକମାନଙ୍କ ପାଇଁ ଆୟୁଷ୍ମାନ କାର୍ଡକୁ ନେଇକି ଗୋଟିଏ ଖୁସି ଖବର ଦିଆଯାଇଛି। ଯେଉଁ ଖୁସି ଖବରଟି ବିଷୟରେ ବର୍ତ୍ତମାନ ଆପଣମାନଙ୍କୁ ଏ ଭିଡ଼ିଓରେ ମୁଁ ଡିଟେଲ୍ସରେ ମଧ୍ୟ କହିବାକୁ ଯାଉଛି। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତ ଦର୍ଶକ ବନ୍ଧୁ ଆପଣମାନେ ସ୍କ୍ରିନରେ ମଧ୍ୟ ଦେଖିପାରୁଥିବେ ଯେ ବର୍ତ୍ତମାନ ଆପଣମାନଙ୍କର ଏ ନେଇକି ଖବର ମଧ୍ୟ ପ୍ରକାଶିତ ପାଇସାରିଛି ଯେ ଆୟୁଷ୍ମାନ ଭାରତରେ ସାମିଲ ହେଲା ଓଡ଼ିଶା। 1.3 କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ। ତେବେ ହଁ ଦର୍ଶକ ବନ୍ଧୁ ଆପଣମାନେ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି ଯେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆମର ଗୋଟିଏ ଦଳ ଅର୍ଥାତ୍ ବିଜେପି ଶାସନ ଗାଦିରେ ବସିଛି ଏବଂ ଶାସନ ମଧ୍ୟ କରୁଛି ଏବଂ ସେଥିପାଇଁ ବର୍ତ୍ତମାନ କେନ୍ଦ୍ରରେ ଯାହା କିଛି ବି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ତ ସେସବୁ ଯୋଜନା ସିଧାସଳଖ ଆମ ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି। ଯେହେତୁ ଉଭୟ ଜାଗାରେ ଗୋଟିଏ ଦଳ ବର୍ତ୍ତମାନ ଶାସନ ଗାଦିରେ ବସିଛି ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପୂର୍ବରୁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଥିଲେ ଏବଂ ସେହି ଯୋଜନା ଅନ୍ତର୍ଗତରେ ମାଗଣା ଚିକିତ୍ସା ମଧ୍ୟ ଲୋକମାନଙ୍କୁ ଦିଆଯାଉଥିଲା। କିନ୍ତୁ ପୂର୍ବରୁ ଯେହେତୁ ଆମ ରାଜ୍ୟରେ ବିଜେଡି ସରକାର ଥିଲା ତ ସେଥିପାଇଁ ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାଟି କାମ କରୁନଥିଲା କିନା ସେ ସମୟର ସରକାର ଅର୍ଥାତ୍ ବିଜେଡି ସରକାର ଆମ ରାଜ୍ୟର ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତରେ ଗୋଟିଏ ଗୋଟିଏ BSKY କାର୍ଡ ମଧ୍ୟ ବଣ୍ଟନ କରିଥିଲେ ଏବଂ ସେହି କାର୍ଡରେ ଆମ ରାଜ୍ୟର ସମସ୍ତ ଲୋକମାନଙ୍କୁ ଚିକିତ୍ସା ସୁବିଧା ମଧ୍ୟ ମାଗଣାରେ ମିଳୁଥିଲା। ଅର୍ଥାତ୍ ବିଜେଡି ସରକାର ଆମ ରାଜ୍ୟର ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତରେ ଗୋଟିଏ ଗୋଟିଏ BSKY କାର୍ଡ ପ୍ରଦାନ କରିଥିଲେ ଏବଂ ସେହି କାର୍ଡ ଅନୁସାରେ ଲୋକମାନଙ୍କୁ ମାଗଣା ଚିକିତ୍ସା ମଧ୍ୟ ଆମ ରାଜ୍ୟ ଭିତରେ ମିଳିପାରୁଥିଲା। କିନ୍ତୁ ବର୍ତ୍ତମାନ ଯେହେତୁ ଆମ ରାଜ୍ୟରେ ବିଜେପି ଶାସନ ଗାଦିରେ ବସିଛି ବା ଆମର ଶାସନ ଭାରକୁ ସମ୍ଭାଳିଛି ତ ସେଥିପାଇଁ ବର୍ତ୍ତମାନ ଆପଣଙ୍କର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି। ଆଉ ତା ସହିତ ଆପଣଙ୍କୁ ବିଜେଡି ସରକାର ସମୟରେ ଯେଉଁ BSKY କାର୍ଡଟି ମିଳିଥିଲା ସେହି କାର୍ଡଟି ମଧ୍ୟ ଆପଣଙ୍କର ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ତ ଚାଲନ୍ତୁ ଆମେ ବର୍ତ୍ତମାନ ଟିକେ ଡିଟେଲ୍ସ ଖବର ଉପରେ ନଜର ପକାଇ ନେବା। ତ ଦେଖନ୍ତୁ ଆୟୁଷ୍ମାନ ଭାରତ PM ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ MOU ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ JP ନଡ୍ଡାଙ୍କ ଉପସ୍ଥିତିରେ MOU ସ୍ୱାକ୍ଷର ହୋଇଛି। ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ରହିଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିଲେ ଏବଂ ସେଠାରେ ଆମର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ JP ନଡ୍ଡାଙ୍କ ସହିତ ତାଙ୍କର ଏହି ଆୟୁଷ୍ମାନ ଭାରତ ଯୋଜନାକୁ ନେଇକି ଗୋଟିଏ ବଡ଼ MOU ସ୍ୱାକ୍ଷର ହୋଇଛି ଏବଂ ସେହି MOU ସ୍ୱାକ୍ଷର ହେଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମ ଓଡ଼ିଶାର ଆଉ ଜଣେ ମନ୍ତ୍ରୀ ଯାହାଙ୍କର ନାଁ ଆପଣମାନେ ମଧ୍ୟ ଜାଣିଛନ୍ତି ଜୁଏଲ ଓରାମ ସେମାନେ ମଧ୍ୟ ଉପସ୍ଥିତ ଥିଲେ। ଏବଂ ଦେଖନ୍ତୁ ଆୟୁଷ୍ମାନ ଭାରତ ଯୋଜନା ପାଇଁ MOU ସ୍ୱାକ୍ଷର ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ MOU ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର MOU ସ୍ୱାକ୍ଷରିତ ହୋଇଛି। 1.3 କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ। ୱାନ୍ ନେସନ ୱାନ୍ ହେଲ୍ଥ କାର୍ଡ ଯୋଜନାର ପରିସରଭୁକ୍ତ 30,000 ହସ୍ପିଟାଲ ସହ ଅନୁବନ୍ଧିତ ରହିବ। ସାରା ଭାରତରେ ଏହି କାର୍ଡ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ବର୍ତ୍ତମାନ ସୂଚନା ଦେଇଛନ୍ତି ଯେ ଆମର ରାଜ୍ୟ ଭିତରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ MOU ବା ଗୋଟିଏ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଏହି ଚୁକ୍ତିକୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ଶୁଭାରମ୍ଭ କରିଛନ୍ତି ଏବଂ ତା ସହିତ ଆମ ରାଜ୍ୟର ପାଖାପାଖି 1.3 କୋଟି ପରିବାରକୁ ଏହି ଆୟୁଷ୍ମାନ ଭାରତ କାର୍ଡ ମିଳିବ। ତେବେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି କାର୍ଡଟି ଆମକୁ କେବେ ଦିଆଯିବ। ତେବେ ଦର୍ଶକ ବନ୍ଧୁ ସରକାରଙ୍କର ସୂଚନା ଅନୁଯାୟୀ ଆସନ୍ତା ଫେବୃଆରୀ ମାସରୁ ଆପଣମାନଙ୍କୁ ଏହି କାର୍ଡଟି ମିଳିବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କ ପାଖରେ ଯେଉଁ ପୁରୁଣା BSKY କାର୍ଡ ରହିଛି ତ ସେହି କାର୍ଡଟି ମଧ୍ୟ ବନ୍ଦ ହୋଇଯିବ ଏବଂ ତା ସହିତ ଏଇଟା ଯେହେତୁ କେନ୍ଦ୍ର ସରକାରଙ୍କର ଗୋଟିଏ ଯୋଜନା ତ ଏହି କାର୍ଡ ମାଧ୍ୟମରେ ଆପଣମାନେ ସାରା ଭାରତ ବର୍ଷରେ ଯେକୌଣସି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ। କାହିଁକି ନା ଆପଣଙ୍କ ପାଖରେ ଯେଉଁ BSKY କାର୍ଡଟି ରହିଛି ତ ସେହି କାର୍ଡ ମାଧ୍ୟମରେ ଆପଣମାନେ କେବଳ ଆମର ଓଡ଼ିଶା ଭିତରେ ଯେକୌଣସି ହସ୍ପିଟାଲରେ
ଆପଣମାନେ ମାଗଣା ଚିକିତ୍ସା ସୁବିଧା ପାଉଥିଲେ। କିନ୍ତୁ ଯେହେତୁ ବର୍ତ୍ତମାନ ଆପଣଙ୍କୁ ଆୟୁଷ୍ମାନ କାର୍ଡଟି ମିଳିବ, ଯାହାକି ୱାନ୍ ନେସନ୍ ୱାନ୍ ହେଲ୍ଥ କାର୍ଡ ରହିଛି, ତ ସେଥିପାଇଁ ଆପଣମାନେ ଯେକୌଣସି ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଏଭଳି କିଛି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ। ତେବେ ଦେଖନ୍ତୁ, ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ 3.5 କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ୱାସ୍ଥ୍ୟ ସେବାରେ ପ୍ରତିବର୍ଷ 5 ଲକ୍ଷ ଟଙ୍କାର କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ। ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେର୍ସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ତେବେ ଦର୍ଶକ ବନ୍ଧୁ, ପ୍ରକୃତରେ ଏହି ଆୟୁଷ୍ମାନ ଭାରତ ଯୋଜନାରେ ଆମ ରାଜ୍ୟରେ ପ୍ରାୟ ପାଖାପାଖି 3.5 କୋଟି ଲୋକ ଉପକୃତ ହେବେ ବା 3.5 କୋଟି ଲୋକଙ୍କୁ ଏହି ଆୟୁଷ୍ମାନ କାର୍ଡଟି ପ୍ରଦାନ କରାଯିବ। ତେଣୁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି 1.3 କୋଟି ଲୋକଙ୍କୁ ଏହି କାର୍ଡଟି ପ୍ରଦାନ କରାଯିବ ଏବଂ ତାପରେ ଧୀରେ ଧୀରେ ସମସ୍ତ ଲୋକମାନଙ୍କୁ ଏହି କାର୍ଡଟି ପ୍ରଦାନ କରାଯିବ ଏବଂ ଏହି ଯୋଜନା ଅନ୍ତର୍ଗତରେ ଆପଣମାନଙ୍କୁ ମାଗଣା ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏବଂ ମନେ ରଖନ୍ତୁ, ଆପଣଙ୍କୁ ଏହି ଆୟୁଷ୍ମାନ କାର୍ଡ ମାଧ୍ୟମରେ ପ୍ରତିବର୍ଷ ମାନେ ଗୋଟିଏ ବର୍ଷରେ ଆପଣମାନେ ମାଗଣା 5 ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ। ଏଇଟା ମଧ୍ୟ ଆପଣମାନେ ଜାଣିବା ଦରକାର। ତ ଦେଖନ୍ତୁ, ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ। ଯୋଜନାରେ ଉପକୃତ ହେବେ ପ୍ରାୟ 3.5 କୋଟି ଲୋକ। ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲରେ ଆପଣମାନଙ୍କୁ ମିଳିବ ଚିକିତ୍ସା ସୁବିଧା। PMJY ଅଧୀନରେ ହସ୍ପିଟାଲରେ କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ ହିତାଧିକାରୀ। ଏହି ଯୋଜନାରେ ଚିକିତ୍ସା ସମ୍ପର୍କିତ 1929 ପ୍ରକାର ଖର୍ଚ୍ଚ ଅନ୍ତର୍ଭୁକ୍ତ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯେଉଁ ଏହି ଆୟୁଷ୍ମାନ କାର୍ଡଟି ମିଳିବ, ଏହି ଆୟୁଷ୍ମାନ କାର୍ଡରେ ଆପଣମାନେ ପ୍ରାୟତଃ ସମସ୍ତ ପ୍ରକାର ଜଟିଳ ରୋଗର ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ ବା ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ। ଯେମିତିକି ଔଷଧ, ନିଦାନ, ଡାକ୍ତରୀ ଫି, ରୁମ୍ ଚାର୍ଜ, ସର୍ଜନ ଚାର୍ଜ, OT ଓ ICU ଖର୍ଚ୍ଚ ଆଦି ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ଅଛି। ଦେଶରେ ଯେକୌଣସି ସ୍ଥାନରେ ଏମ୍ପାନେଲ୍ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି ଯୋଜନାର ସୁବିଧା ଉପଲବ୍ଧ, ଅର୍ଥାତ୍ ଦେଶର ଯେକୌଣସି ସ୍ଥାନରୁ ଲୋକେ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇପାରିବେ। ଘରୋଇ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲଗୁଡ଼ିକୁ ମଧ୍ୟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଭଳି ଭରଣା କରିବେ ସରକାର। ତେବେ ଦେଖନ୍ତୁ ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଖରେ ଯେଉଁ BSKY କାର୍ଡଟି ରହିଛି ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡଟି ଯେଉଁ ରହିଛି, ତ ସେ କାର୍ଡକୁ ନେଇକି ଆପଣମାନେ ଯେତେବେଳେ କୌଣସି ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ଦେଉଛନ୍ତି ସେ କାର୍ଡଟି, ତାପରେ ଆପଣଙ୍କୁ ଗୋଟିଏ ଟଙ୍କା ବି ଡାକ୍ତରମାନଙ୍କୁ ଦେବା ପାଇଁ ପଡୁନଥିଲା। ତେବେ ଦର୍ଶକ ବନ୍ଧୁ, ଆପଣଙ୍କ ପାଖରେ ଯେଉଁ BSKY କାର୍ଡଟି ରହିଛି ବା ବିଜୁ ସ୍ୱାସ୍ଥ୍ୟ କାର୍ଡଟି ଯେଉଁ ଆପଣଙ୍କ ପାଖରେ ରହିଛି, ତ ସେଇ କାର୍ଡକୁ ନେଇକି ଯେତେବେଳେ ଆପଣମାନେ କୌଣସି ହସ୍ପିଟାଲରେ ଚିକିତ୍ସା କରିବା ପାଇଁ କାର୍ଡଟିକୁ ଦେଇ ଦେଉଛନ୍ତି, ତାପରେ ଆପଣଙ୍କୁ ଆଉ ଗୋଟିଏ ଟଙ୍କା ମଧ୍ୟ ଦେବାକୁ ପଡୁନଥିଲା। ଆପଣଙ୍କର ରୁମ୍ ଚାର୍ଜ ହେଉ ବା ଆପଣଙ୍କ ଡାକ୍ତରମାନଙ୍କର ଫିଜ୍ ହେଉ ବା ଆପଣଙ୍କର ମେଡିକାଲ ଫିଜ୍ ହେଉ, ତ ଏଭଳି ଆମର ଯେତେ ସବୁ ହସ୍ପିଟାଲରେ ଫିସ୍ ରହିଛି ସେସବୁ ଆପଣଙ୍କୁ ମଗାଯାଉନଥିଲା। ତ ସେସବୁ ଟଙ୍କା ଗୁଡ଼ିକ ଆପଣଙ୍କର BSKY କାର୍ଡରୁ ଅଟୋମେଟିକାଲି କଟିଯାଉଥିଲା। ତ ସେଭଳି ଭାବରେ ବର୍ତ୍ତମାନ ଏହି ଆୟୁଷ୍ମାନ କାର୍ଡରେ ମଧ୍ୟ ଆପଣଙ୍କୁ ସୁବିଧା ଯୋଗାଇ ଦିଆଯିବ ଏବଂ ତା ସହିତ ଆପଣମାନଙ୍କୁ ଫେବୃଆରୀ ମାସରେ ମଧ୍ୟ ଏହି କାର୍ଡଟି ମିଳିବା ଆରମ୍ଭ ହୋଇଯିବ ବା ଫେବୃଆରୀ ମାସରେ ଆୟୁଷ୍ମାନ ଭାରତ ଯୋଜନା ଆମ ଓଡ଼ିଶାରେ ମଧ୍ୟ ଲାଗୁ ହୋଇଯିବ ଏବଂ ଧୀରେ ଧୀରେ ସମସ୍ତ ଲୋକମାନଙ୍କୁ ଏହି କାର୍ଡଟି ମିଳିବ। ଆଉ ପୁରୁଣା BSKY କାର୍ଡଟି ଯେଉଁମାନଙ୍କ ପାଖରେ ରହିଛି, ତ ତାକୁ ମଧ୍ୟ ସରକାର ବନ୍ଦ କରିଦେବେ ଏବଂ ବନ୍ଦ କଲା ପରେ ଏହି ନୂଆ ଯୋଜନାଟିକୁ ସରକାର କାର୍ଯ୍ୟକାରୀ କରିବେ। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ଆପଣମାନେ କେନ୍ଦ୍ର ସରକାରଙ୍କ ଏହି ଆୟୁଷ୍ମାନ ଭାରତ ଯୋଜନାକୁ ନେଇକି କ'ଣ ମତାମତ ଦେବାକୁ ଚାହୁଁଛନ୍ତି କମେଣ୍ଟରେ ଜଣାଇଦେବେ ଏବଂ ଭିଡ଼ିଓଟି ଇନଫର୍ମେଟିଭ ଲାଗିଥିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ଆଉ ତା ସହିତ ଆପଣମାନେ ଏ ଭିଡ଼ିଓଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ତ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ।